मन्नाथ श्री जगन्नाथ मद्गुरु श्री जगद्गुरु मदात्मा सर्वभूतात्मा तस्मै श्री गुरवे नमः। श्रीमद् भगवत गीता त्रयोदश अध्याय प्रकृति पुरुष विवेक योग। अर्जुन उवाच प्रकृतिं पुरुषं चैव क्षेत्रं क्षेत्रज्ञमेव च एतद्वेदितुमिच्छामि ज्ञानं ज्ञेयं च केशवः। आहे केशव दया करी कहन्तु संदेह निवारी जेउ संदेह मो मनरे पुछई तब चरण रे। प्रकृति पुरुष मध्यरे क्षेत्र क्षेत्रज्ञ प्रभेद रे पूर्वे जे ज्ञान ज्ञेय भेद बुझाई कह ए संवाद। अर्जुन कहले हे केशव प्रकृति पुरुष क्षेत्र क्षेत्रज्ञ ज्ञान ज्ञेय एमानंक भितरे प्रभेद कौन। श्री भगवान उवाच इदं शरीरं कौन्तेय क्षेत्रमित्यभिधीयते एतद्यो वेत्ति तं प्राहुः क्षेत्रज्ञ इति तद्विदः। क्षेत्रज्ञं चापि मां विद्धि सर्वक्षेत्रेषु भारत। क्षेत्र क्षेत्रज्ञयोर्ज्ञानं जतज्ज्ञानं मतं मम। एदेह नाम अटे क्षेत्र ताहा तु जान कुंती सूत। जे लोक देह को चिन्हई क्षेत्रज्ञ ताहा को जे कही। आहे भारत जान तु ही क्षेत्रज्ञ मुहि जे अटई। क्षेत्र क्षेत्रज्ञ ज्ञान जाहा ममते प्रकृति जे ताहा। जीवात्मा क्षेत्रज्ञ अटई परमात्मा ता पासे थाई। जीव परम अटे एक रूप अनेक। श्री कृष्ण कहले हे अर्जुन ए देह को क्षेत्र जे ताहाकु चिन्हे से क्षेत्रज्ञ। देह क्षेत्र मु क्षेत्रज्ञ। क्षेत्र और क्षेत्रज्ञ माने प्रकृति पुरुष जीवात्मा क्षेत्रज्ञ परमात्मा साक्षी स्वरूप जीव परमरु समस्त प्राणी जात। तत्क्षेत्रं जत् जादृक् जद्विकारी जतश्च जत् स च जो जत् प्रभावश्च तत्समासेन मे शृणु। ऋषिर्भिः बहुधा गीतं छन्दोभिर्विविधैः पृथक् ब्रह्मसूत्रपदैश्चैव हेतुमभिर्विनिश्चितैः। आवर क्षेत्र की प्रकार किपरि स्वभाव जे तार किपरि धर्म करी थाए केमते से विकास हुए। जेठारु संभूत हुई भेद संयुक्त जे होई। जीवात्मा क्षेत्रज्ञ जे जान किपरि प्रभाव हे पूर्ण ताहार संक्षेप चरित श्रवण कर मठु तूत। ऋषिए अनेक प्रकारे एकथा कहन्ति लोभरे स्मृत्यादि वेदे भिन्न भिन्न प्रकारे करन्ति वर्णन। क्षेत्र और क्षेत्रज्ञ किपरि स्वभाव किपरि धर्म करे किपरि विनाश हुए ए सबुर संक्षेप विषय मो ठारु शुण। ऋषि माने वेद स्मृति आदि रे भिन्न भिन्न प्रकार वर्णना करिसंती ओ उपनिषद युक्तियुक्त सिद्धांत करिछि। महाभूतान्यहंकार बुद्धिर व्यक्तमेव च इंद्रियाणि दशैकञ्च पंचचेन्द्रिय गोचराः। पुनि हे ब्रह्मसूत्र पद जार नाम उपनिषद। निसंदेह रे युक्तियुक्त
ଭାବରେ କରିଲେ କଥିତ। ସଲିଳ ପୃଥିବୀ ଆକାଶ ପୁଣି ଯେ ପବନ ହୁତାଶ। ପଞ୍ଚଭୂତ ଏହି ଅଟନ୍ତି ଅହଙ୍କାରରୁ ଏ ଜନ୍ମନ୍ତି। ବୁଦ୍ଧିରୁ ଜାତ ଅହଙ୍କାର ବୁଦ୍ଧି ଜନ୍ମ ପ୍ରକୃତି ଠାର। ମୋ ନାମ ଧର ଇ ଅବ୍ୟକ୍ତ ତହିଁରୁ ସର୍ବେ ହୁଅନ୍ତି ବ୍ୟକ୍ତ। ଅବ୍ୟକ୍ତ ଆଦି ଯେ ଇନ୍ଦ୍ରିୟ ପୁଣି ଯେ ମନ ପଞ୍ଚେନ୍ଦ୍ରିୟ। ବିଜୟ ଶିଖାୟ ସମସ୍ତ ବୋଲନ୍ତି ଚତୁର୍ବିଂଶ ତତ୍ତ୍ୱ। ଅହଙ୍କାରରୁ କ୍ଷିତି ଆକାଶ ଆପ ତେଜ ବାୟୁ ଆଦି ପଞ୍ଚଭୂତ। ବୁଦ୍ଧିରୁ ଅହଙ୍କାର ଜାତ ହୁଏ। ପ୍ରକୃତିରୁ ବୁଦ୍ଧି ଜାତ ହୁଏ। ଏହି ପ୍ରକୃତି ଅବ୍ୟକ୍ତ ଥିବାରୁ ସମସ୍ତେ ଅର୍ଥାତ୍ ଚତୁର୍ବିଂଶ ତତ୍ତ୍ୱ ଜାତ ହୁଏ। ଇଚ୍ଛା ଦେଶଃ ସୁଖଂ ଦୁଃଖଂ ସଂଘାତଶ୍ଚେତନା ଧୃତିଃ। ଏତକ୍ଷେତ୍ରଂ ସମାସେନ ସବିକାରముଦାହୃତम्। ଅମାନିତ୍ୱମଦମ୍ଭିତ୍ୱ ଅହିଂସା କ୍ଷାନ୍ତିରାର୍ଜବम्। ଆଚାର୍ଯ୍योपासनं ଶୌଚଂ ସ୍ଥୈର୍ଯ୍ୟମାତ୍ମବିନାଗ୍ରହ। ପୁଣି ଯେ ଇଚ୍ଛା ଦେଶ ସୁଖ ଦେହ ଚେତନା ଧୃତି ଦୁଃଖ। ଏହି ସବୁକୁ ନେଇ କ୍ଷେତ୍ର ଶରୀର ରୂପେ ସେ ବିଦିତ। ସଂକ୍ଷେପେ କହିଲହିଁ ଏହା ହେତୁରଖ ସୁଭଦ୍ରା ନାହା। ଅମାନି ଅଦମ୍ଭତ ପୁଣ ଅହିଂସା ଶାନ୍ତିର ଜଗୁଣ। ପବିତ୍ରତା ସଦ୍ଗୁରୁ ସେବା ଦେହକୁ ସଂଯମେ ରଖିବା। ଏ ସର୍ବ ଲକ୍ଷଣ ଅର୍ଜୁନ ଜାଣ ଏ ଜ୍ଞାନର ସାଧନ। ଇଚ୍ଛା ଦେଶ ସୁଖ ଦୁଃଖ ଚେତନା ଧୃତି ଏ ସବୁକୁ ନେଇ କ୍ଷେତ୍ର। ଏହି କ୍ଷେତ୍ର ଶରୀର ଅଟେ। ଏ କ୍ଷେତ୍ର ହେଉଛି ଦେହ। ଅମାନିତ୍ୱ ଅଦମ୍ଭିତ୍ୱ ଅହିଂସା ଶାନ୍ତି ପବିତ୍ରତା ସଂଯମ ଓ ସଦ୍ଗୁରୁ ସେବା ଏ ହେଉଛି ଜ୍ଞାନ। ଇନ୍ଦ୍ରିୟାର୍ଥେଷୁ ବୈରାଗ୍ୟ ମନଃହଂକାରମେବ ଚ। ଜନ୍ମ ମୃତ୍ୟୁ ଜରା ବ୍ୟାଧି ଦୁଃଖ ଦୋଷାନୁଦର୍ଶନମ୍। ଅଶକ୍ତିରନଭିସଙ୍ଗଃ ପୁତ୍ରଦାର ଗୃହାଦିଷୁ। ନିତ୍ୟଂ ଚ ସମଚିତ୍ତତ୍ୱ ମିଷ୍ଟାନିଷ୍ଟୋପପତ୍ତିଷୁ। ଯେତେ ଇନ୍ଦ୍ରିୟ ଏ ଦେହରେ ଆସକ୍ତିହୀନେ ରହିବାରେ। ନିରହଙ୍କାର ମତି ପୁଣି ଜରା ମରଣ ବ୍ୟାଧି ଘେନି। ଏହାର ଦୁଃଖ ମାନ ଯାହା କାମନା ନାଶେ ଭାବି ତାହା। ତେଣୁ ତତ୍ତ୍ୱଜ୍ଞାନ ଜନ୍ମଇ ଜ୍ଞାନ ସାଧନ ବାଟ ଏହି। ପୁତ୍ର ଭାରିଜା ବନ୍ଧୁ ମିତ୍ର ତହିଁରେ ନ ହୋଇ ଆସକ୍ତ। ଦୁଃଖ ସୁଖରେ ତାହାଙ୍କର ନ ରଖେ ସମ୍ପର୍କ ମନର। ଇଷ୍ଟ ଅନିଷ୍ଟ ଚିନ୍ତା ନାହିଁ ଜ୍ଞାନ ସାଧନ ପଥ ଏହି। ଏ ଦେହରେ ଯେତେ ଇନ୍ଦ୍ରିୟ ସେମାନେ ଆସକ୍ତିହୀନ ଅହଙ୍କାର ଶୂନ୍ୟ ହେଲେ କାମନା ନାଶି ଜରା ମରଣ ଦୁଃଖ ଦୂର ହୁଏ। ତତ୍ତ୍ୱଜ୍ଞାନ ଜନ୍ମେ। ପୁତ୍ର ଭାରିଜା ଦୁଃଖ ସୁଖ ଇଷ୍ଟ ଅନିଷ୍ଟ ଏଥିରେ ଚିନ୍ତା ନ କରିବା ଜ୍ଞାନ ସାଧନର ଶ୍ରେଷ୍ଠ ପଥ ଅଟେ। ମୟି ଚାନନ୍ୟ ଯୋଗେନ ଭକ୍ତିରବ୍ୟଭିଚାରିଣୀ। ବିଭକ୍ତ ଦେଶ ସେବିତ୍ୟ ମରତିର୍ଜନ ସଂସଦି। ଅଧ୍ୟାତ୍ମ ଜ୍ଞାନ ନିତ୍ୟତଂ ତତ୍ତ୍ୱଜ୍ଞାନାର୍ଥ ଦର୍ଶନମ୍। ଏତଜ୍ଜ୍ଞାନମିତି ପ୍ରୋକ୍ତ ମଜ୍ଞାନଂ ଯଦତୋନ୍ୟଥା। ଆସକ୍ତ ମନେ ଶ୍ରଦ୍ଧା ବହି ନିଷ୍କାମେ ମୋର ମନ ଦେଇ। ଅନ୍ୟାନ୍ୟ ଯୋଗ ଭକ୍ତି ଭରେ ମୋତେ ଏକାନ୍ତ ଭକ୍ତି କରେ। ପବିତ୍ର ସ୍ଥାନରେ ରହିବା ସଂସାର ସ୍ନେହରେ ରସିବା। ଏସନ ଲକ୍ଷଣ ତୁ ଜାଣ
ଜ୍ଞାନ ସାଧନର ବିଧାନ। ଅଧ୍ୟାତ୍ମ ଜ୍ଞାନେ ନିଷ୍ଠା ପର, ତତ୍ତ୍ୱ ଜ୍ଞାନର ଦର୍ଶନର। ଜାଣ ତୁ ଏ ସର୍ବ ଲକ୍ଷଣ, ଅଟଇ ଜ୍ଞାନର ସାଧନ। ଏଥିରୁ ଭିନ୍ନ ଯେ ଅଟଇ, ଅଜ୍ଞାନ ବୋଲି ଜାଣ ତୁହି। ଯେଉଁମାନେ ମୋତେ ସ୍ନେହରେ ଭକ୍ତିରେ ନିଷ୍ଠାପର ଭାବରେ ଜପି ସଂସାରକୁ ତୁଚ୍ଛ ମଣନ୍ତି, ସେହିମାନେ ପ୍ରକୃତ ତତ୍ତ୍ୱଜ୍ଞାନ ପାଆନ୍ତି। ଜ୍ଞାନ ସାଧନର ଏ ହେଉଛି ବାଟ। ଯେ ଏହା ନ କରେ ସେ ଅଜ୍ଞାନ। ଜ୍ଞେୟଂ ଯତତ୍ ପ୍ରବକ୍ଷ୍ୟାମି ଯଜ୍ଜ୍ଞାତାମୃତମଶ୍ନୁତେ। ଅନାଦିମତ୍ ପରଂ ବ୍ରହ୍ମ ନ ସତନ୍ନାସଦୁଚ୍ୟତେ। ସର୍ବତଃ ପ୍ରାଣିପାଦଂ ତତ୍ ସର୍ବତୋଃ ସର୍ବତଃ ଶ୍ରୁତିମଲ୍ଲୋକେ ସର୍ବମାବୃତ୍ୟ ତିଷ୍ଠତି। ଜ୍ଞାନ ସାଧନେ ଯାହା ଜାଣି, ଜ୍ଞେୟ ବ୍ରହ୍ମ ସେ ଅଟେ ପୁଣି। ଜ୍ଞେୟ ପଦାର୍ଥ ଯେ ଅଟଇ, ଭଲେ ତା କହୁଛି ବୁଝାଇ। ଅନାଦି ପରଂ ବ୍ରହ୍ମ ସେହି, ତା ମର୍ମ ପରେ କହିବଇ। ସତ ଅସତ ସେ ନୁହଇ, ଶାସ୍ତ୍ର ସମ୍ମତ ଏ ଅଟଇ। ସର୍ବତ୍ର ହସ୍ତ ପଦ ତାର, ପୁଣି ସର୍ବତ୍ର ନେତ୍ର ଶିର। ସର୍ବତ୍ର ବିରାଜେ ବଦନ, ସର୍ବତ୍ର କର୍ଣ୍ଣ ବିଦ୍ୟମାନ। ସକଳ ପ୍ରାଣୀ ଜଡ଼ପନ୍ତି, ତହୁଁ ମଧ୍ୟ ବ୍ୟାପ୍ତ ଅଛନ୍ତି। ଜ୍ଞାନ ସାଧନରେ ଜ୍ଞେୟ ବ୍ରହ୍ମ ଚିହ୍ନନ୍ତି। ସେ ଅନାଦି ପରଂବ୍ରହ୍ମ, ସେ ସତ୍ ଓ ଅସତ୍ ନୁହେଁ। ଏହା ଶାସ୍ତ୍ରସିଦ୍ଧ। ସବୁଠାରେ ତାର ହସ୍ତ, ଶିର, ନେତ୍ର, କର୍ଣ୍ଣ ଅଛି। ଯେ ଜଡ଼ ସେଥିରୁ ମଧ୍ୟ ସେ ଥାଏ। ଏହା ବ୍ରହ୍ମର ଭାବ ଅଟେ। ସର୍ବେନ୍ଦ୍ରିୟ ଗୁଣାଭାସଂ ସର୍ବେନ୍ଦ୍ରିୟ ବିବର୍ଜିତଂ। ଅସକ୍ତଂ ସର୍ବଭୃତ୍ୟୈବ ନିର୍ଗୁଣଂ ଗୁଣଭୋକ୍ତୃ च। ବହିରନ୍ତଶ୍ଚ ଭୂତାନାମଚରଂ ଚରमेव च। ସୂକ୍ଷ୍ମତ୍ୱାତ୍ ତଦବିଜ୍ଞେୟଂ ଦୂରಸ್ಥଂ ଚାନ୍ତିକେ च ତତ୍। ଆକାରହୀନ ଯେଣୁ ସେହି, ସର୍ବ ଇନ୍ଦ୍ରିୟ ତାର ନାହିଁ। ମାତ୍ର ସର୍ବ ଇନ୍ଦ୍ରିୟ ଗୁଣ, ପ୍ରକାଶ କରନ୍ତି ସେ ପୁଣ। ଆସକ୍ତ ଜଗତ ଧାରକ, ନିର୍ଗୁଣ ଗୁଣର ପାଳକ। ସେ ବ୍ରହ୍ମ ସମସ୍ତ ଜଗତେ, ବାହ୍ୟାଭ୍ୟନ୍ତରେ ଛନ୍ତି ନିତ୍ୟେ। ପୁଣି ଯେ ସ୍ଥାବର ଜଙ୍ଗମ, ସ୍ୱରୂପୀ ସେହି ପରଂ ବ୍ରହ୍ମ। ସୂକ୍ଷ୍ମକୁ ଅଜ୍ଞାନୀ ନ ଦେଖେ, ଜ୍ଞାନୀ ଦେଖଇ ଜକ ଜକେ। ତେଣୁ ନିକଟେ ଦୂରେ ସେହି, ଦେଖାଯାନ୍ତି ଭାବଗ୍ରାହୀ। ବ୍ରହ୍ମର ଆକାର ନାହିଁ, ଇନ୍ଦ୍ରିୟ ନାହିଁ, କିନ୍ତୁ ସବୁ ଇନ୍ଦ୍ରିୟ ଗୁଣ ପ୍ରକାଶ କରନ୍ତି। ସେ ଜଗତ ଧାରକ ଓ ନିର୍ଗୁଣ। ସେହି ବ୍ରହ୍ମ ସମସ୍ତ ଜଗତରେ ବାହାରେ ଭିତରେ ସ୍ଥାବର ଜଙ୍ଗମ ନଦୀ ଆଦିରେ ପୂର୍ଣ୍ଣ। ସେହି ସୂକ୍ଷ୍ମକୁ ଜ୍ଞାନୀଏ ଦେଖନ୍ତି, ଅଜ୍ଞାନୀ ଦେଖିପାରେ ନାହିଁ। ଅବିଭକ୍ତଂ ଚ ଭୂତେଷୁ ବିଭକ୍ତମିବ ଚ ସ୍ଥିତଂ। ଭୂତର୍ଭର୍ତ୍ତୃ च तज्ज्ञेयं ଗ୍ରସିଷ୍ଣୁ ପ୍ରଭବିଷ୍ଣୁ च। ଜ୍ୟୋତିଷାମପି ତଜ୍ଜ୍ୟୋତିस्तमसः परमुच्यते। ଜ୍ଞାनं ଜ୍ଞେୟଂ ଜ୍ଞାନଗମ୍ୟଂ ହୃଦି ସର୍ବସ୍ୟ ବିଷ୍ଠିତम्। ଭୂତରୁ ଭିନ୍ନ ସେ ନୁହଇ, ଭିନ୍ନ ଭାବରେ ବିରାଜଇ। ପୁଣି ଜଗତ ପିତା ସେହି, ବିନାଶ କରି ଜନ୍ମ ଦେଇ। ଉତ୍ପତ୍ତି ସ୍ଥିତି ଯେ ପ୍ରଳୟ, କାରଣ ସେହି ଦୟାମୟ। ଜ୍ୟୋତିଷ୍କଙ୍କର ଜ୍ୟୋତି ସେହି, ଜ୍ଞାନଗମ୍ୟ ସେହି ବୋଲାଇ। ସମସ୍ତ ହୃଦୟେ ବିହାର, ପରମ ବ୍ରହ୍ମ ନାମ ଯାର। ସେ ବ୍ରହ୍ମ ଭୂତରୁ ଭିନ୍ନ ନୁହେଁ,
କିନ୍ତୁ ଭିନ୍ନ ଭାବରେ ଥାଏ। ଉତ୍ପତ୍ତି ସ୍ଥିତି ପ୍ରଳୟର କର୍ତ୍ତା ସେହି ଜଗତ ପିତା ଅଟେ। ସେହି ବ୍ରହ୍ମ ଜ୍ୟୋତିଷ୍କଙ୍କର ଜ୍ୟୋତି ତାମସର ପରେ ଥାଏ। ସମସ୍ତ ହୃଦୟରେ ତାର ବିହାର, ସେହି ଜ୍ଞାନ ଓ ସେହି ଜ୍ଞେୟ। ଇତି କ୍ଷେତ୍ରଂ ତଥା ଜ୍ଞାନଂ ଜ୍ଞେୟଂ ଚୋକ୍ତଂ ସମାସତଃ। ମୋ ଭକ୍ତ ଏତଦ୍ବିଜ୍ଞାୟ ମୋ ଭାବାୟ ପପଦ୍ୟତେ। ପ୍ରକୃତିଂ ପୁରୁଷଂ ଚୈବ ବିध्यନାଦି ଉଭାବପି। ବିକାରାଂଶ୍ଚ ଗୁଣାଂଶ୍ଚୈବ ବିद्धି ପ୍ରକୃତି ସମ୍ଭବାନ୍। ଶରୀର ଜ୍ଞାନ ଜ୍ଞେୟ ବ୍ରହ୍ମ ସଂକ୍ଷେପେ କହିଲି ତା ମର୍ମ। ଏ ସର୍ବ ମୋର ଭକ୍ତ ଜାଣି ପ୍ରାପତ ମତେ ତେଣୁ ପୁଣି। ପ୍ରକୃତି ପୁରୁଷ ଏ ଦୁଇ ଅନାଦି ବୋଲି ତା ମୁଁ କହି। ବିକାର ଗୁଣ ଯେ ଅଟଇ ଜାଣ ପ୍ରକୃତି ଜାତ ସେହି। ହେ ଅର୍ଜୁନ, ଶରୀର ଜ୍ଞାନ ଜ୍ଞେୟ ବ୍ରହ୍ମ ଏହାର ମର୍ମ ତୋତେ କହିଲି। ତୁ ମୋର ଭକ୍ତ ବୋଲି ଶୁଣିବାକୁ ସକ୍ଷମ ହେଲୁ। ପ୍ରକୃତି ଓ ପୁରୁଷ ଏହାଙ୍କୁ ଅନାଦି କହନ୍ତି। ଯେ ସବୁ ବିକାର ଗୁଣ ସେ ସବୁ ପ୍ରକୃତି ଜାତ। କାର୍ଯ୍ୟ କାରଣ କର୍ତ୍ତୃତ୍ୱେ ହେତୁଃ ପ୍ରକୃତିରୁଚ୍ୟତେ। ପୁରୁଷ ସୁଖ ଦୁଃଖାନାଂ ଭୋକ୍ତୃତ୍ୱେ ହେତୁରୁଚ୍ୟତେ। ପୁରୁଷ ପ୍ରକୃତିସ୍ଥୋ ହି ଭୁଙ୍କ୍ତେ ପ୍ରକୃତିଜାନ୍ ଗୁଣାନ୍। କାରଣଂ ଗୁଣସଙ୍ଗସ୍ୟ ସତ୍ସବ୍ଜୋନି ଜନ୍ମସୁ। ଶରୀରେ ଦେଖୁଅଛୁ ଯାହା କାର୍ଯ୍ୟ ନାମଟି ଅଟେ ତାହା। ଦଶ ଇନ୍ଦ୍ରିୟ ବୁଦ୍ଧି ମନ ତତ୍ତ୍ୱ ଏ ଅଟଇ କାରଣ। ପ୍ରକୃତି ଥାଏ କର୍ତ୍ତାପଣେ ଜ୍ଞାନୀ କାରଣ କର୍ତ୍ତୃ ଜାଣେ। ସୁଖ ଦୁଃଖ ଭୋଗ ନିମିତ୍ତ ପୁରୁଷ କାରଣ ଅଟେ ତ। ଜୀବାତ୍ମା ଥାଏ ପ୍ରକୃତିରେ ତାହା ଗୁଣେ ସେ ଭୋଗିବାରେ। ତ୍ରିବିଧ ଯୋନିରେ ଜନ୍ମଇ ସୁଖ ଦୁଃଖାଦି ଭୋଗୁଥାଇ। ପ୍ରକୃତି ଗଣ ସଙ୍ଗ ହୋଇ ଯୋନି ଜନ୍ମକୁ ଭୋଗୁଥାଇ। ଯାହା ସବୁ ତୁ ଶରୀରରେ ଦେଖୁଛୁ, ଦଶ ଇନ୍ଦ୍ରିୟ ବୁଦ୍ଧି ମନ ଏସବୁରେ ପ୍ରକୃତି ଆଧିପତ୍ୟ କରି ସୁଖ ଦୁଃଖ ଭୋଗାଏ। ଦେହୀ ଏହାର କାରଣ। ଜୀବାତ୍ମା ପ୍ରକୃତିବଶ, ତେଣୁ ପ୍ରକୃତି କାମ କ୍ରୋଧାଦିରେ ପଡ଼ି ସୁଖ ଦୁଃଖ ଭୋଗି ସତ୍ ଓ ଅସତ୍ ଯୋନିରେ ଜନ୍ମ ପାଏ। ଉପଦ୍ରଷ୍ଟାନୁମନ୍ତା ଚ ଭର୍ତ୍ତା ଭୋକ୍ତା ମହେଶ୍ୱରଃ। ପରମାତ୍ମେତି ଚାପ୍ୟୁକ୍ତା ଦେହେସ୍ମିନ୍ ପୁରୁଷଃ ପରଃ। ୟ ଏବଂ ବେତ୍ତି ପୁରୁଷଂ ପ୍ରକୃତିଂ ଚ ଗୁଣୈଃ ସହ। ସର୍ବଥା ବର୍ତ୍ତମାନୋऽପି ନ ସ ଭୂୟଃଭିଜାୟତେ। ଏ ଦେହେ ପୁରୁଷ ବସଇ ଏଥିରୁ ପୃଥକେ ରହଇ। ଉପଦେଷ୍ଟା ସେ ଅନୁଚିନ୍ତା ପୁଣି ସକଳ ଭକ୍ତା ଭର୍ତ୍ତା। ସର୍ବବ୍ୟାପକ ମହେଶ୍ୱର ମାତ୍ର ସେ ପ୍ରକୃତିର ପର। ଗୁଣ ପ୍ରକୃତି ଏ ପୁଂସର ଜାଣଇ ଯେହୁ ପୁଂସ ବର। ନ ପାଏ ପୁନର୍ଜନ୍ମ ସେହି ପରଂ ବ୍ରହ୍ମକୁ ସେ ଲଭଇ। ଏ ଦେହରେ ବ୍ରହ୍ମ ପୁରୁଷ ଥିଲେ ମଧ୍ୟ ପୃଥକ୍ ଭାବେ ଥାଏ। ସେ ସକଳ କରେ ଓ କରାଏ। ସେ ସର୍ବବ୍ୟାପକ ମହେଶ୍ୱର, ସେ ପ୍ରକୃତିରୁ ବାହାର। ଏସବୁ ଗୁଣ ପ୍ରକୃତିର। ଯେଉଁ ଲୋକ ଏହା ଜାଣି ବ୍ରହ୍ମରେ ଚିତ୍ତ ଦିଏ ସେ ଯୋନି ଜନ୍ମ ପାଏ ନାହିଁ। ଧ୍ୟାନେନାତ୍ମନି ପଶ୍ୟନ୍ତି କେଚିଦାତ୍ମାନମାତ୍ମନା। ଅନ୍ୟେ ସାଂଖ୍ୟେନ ଯୋଗେନ କର୍ମଯୋଗେନ ଚାପରେ। ଅନ୍ୟେ ତେବମଜାନନ୍ତଃ ଶ୍ରୁତ୍ୱାନେଭ୍ୟ ଉପାସତେ। ତେପି ଚାତିତରନ୍ତେବ ମୃତ୍ୟୁଂ ଶ୍ରୁତିପରାୟଣାଃ।
आत्मा को ए देहरे केही ध्यान रे दर्शन करई के सांख्य जोगरे देखती के कर्म जोगरे लभंती अधम कर्म जोग करे बुझाई कहिलु तोहरे पुण्य पर केते प्राणी ए सर्व भाव को न जाने अन्यान्य लोक ठारू शुणी उपासना करती पुणी शुणिबा कथा अनुसारे श्रद्धा भक्ति रे पूजा करे एमाने मध्य ए संसार सागरु हुअंती तो पार केही आत्मा को ए देहरे ध्यान रे देखे केही सांख्य जोगरे देखती किए कर्मयोगरे देखे मात्र कर्मयोग बाट अधमर अटे जेउ माने एसबु किछि न जानी अन्यान्य लोकठारु शुणी भक्ति रे तन्मय होई मते भक्ति करती सेमाने संसार बंधनरु मुक्ति पाआंती जावत् संजायते किंचित सत्यं स्थावर जंगमं क्षेत्र क्षेत्रज्ञ संयोगात् तद्विधि भरत सर्व समं सर्वेषु भूतेषु तिष्ठन्तं परमेश्वरं विनश्यस्व विनश्यन्तं ज पश्यति स पश्यति समं पश्यन् हि सर्वत्र समवस्थितमीश्वरं न हि नस्त्यात्मनात्मानं तत्तो जाति परांगतिं क्षेत्र क्षेत्रज्ञ संयोगरे स्थावर जंगम आदिरे जे किछि पदार्थे जन्मन्ति भरत सर्वरक्षमति परमेश्वर ए जगते समेव सहि सर्वभूते होइले जगत विनाश ताहार नुहई विनाश एहि सबुकु जेहु जाने प्रकृत ज्ञानी से ही माने क्षेत्र क्षेत्रज्ञ जोगरे स्थावर जंगम प्राणी समूह जे सबु जन्म हुए सेथिरे चित्त रख परमेश्वर ए जगतरे सबुठारे समान भावरे बसे जगतर विनाश हेले मध्य ताहार विनाश हुए नाही एकथा जे जाने सबु आत्मारे ब्रह्म एहा जानी हिंसा परित्याग करे शेषरे मुक्ति पाए प्रकृतेव तु कर्माणि क्रियमाणानि सर्वशः ज पश्यति तथात्मानो मकर्तारं स पश्यति यदा भूत पृथक् भाव मेकस्थमनुपश्यत अतएव च विस्तारं ब्रह्म सम्पद्यते तदा सर्व आत्मा जे एक जानी आत्मा को न हिंसे से प्राणी तेणु परम गति पाई अंतिमे मुक्ति लभई आत्मा न करे कर्म किछि प्रकृति सर्व करुअछि ए भाव मने जात जार प्रकृत ज्ञानी से ही नर स्थावर जंगमादि प्राणी स्वरूप रे भेद पुणी प्रकृतिगत एक जान ईश्वर मायार विधान ए जेते पुण्य करुथांती ज्ञानीता एक जे मनती आत्मा किछि करे नाही प्रकृति सबु करुछि ए भाव जहार जन्मे से मुक्ति पाए स्थावर जंगमादि प्राणी स्वरूपरे भिन्न हेले मध्य प्रकृतिगत अटे एमाने जहा पुण्य करती से सबु एक बोली ज्ञानी जाने ए भावना जहार जन्मे से ब्रह्म को पाए अनादित्वा निर्गुणत्वा परमात्मायम अव्ययः शरीरस्थोऽपि कौन्तेय न करोति न लिप्यते यथा सर्वगतं सौक्ष्म्या दाकाशं नोपलिप्यते सर्वत्रावस्थितो देहे तथात्मा नोपलिप्यते
ଏ କାରଣ ଏ ପ୍ରକୃତିରେ ଥାଇନ ଜଗତେ ବିସ୍ତାରେ। ଏ ଭାବ ଭବେ ହୋଇ ଯାର ବ୍ରହ୍ମତ୍ୱ ଲଭେ ସେହି ନର। ଏହି ପରମ ଆତ୍ମା ଦେହେ ଅନାଦି ନିର୍ଗୁଣ ବୋଲାଏ। ସମସ୍ତ ଦେହେ ବିଶ୍ରାମନ୍ତି ମାତ୍ର ଏ କ୍ଷୟ ନ ହୁଅନ୍ତି। କିଛି ଯେ ନ କରନ୍ତି ଏହି କାହିଁରେ ଲିପ୍ତ ନ ହୁଅଇ। ଯେପରି ଆକାଶ ଅନନ୍ତ ସୂକ୍ଷ୍ମେ ପୂରିଛି ସେ ସର୍ବତ୍ର। ଏ ଦେହରେ ଯେ ଆତ୍ମା ଥାଏ ସେହି ଆତ୍ମା ନିର୍ଗୁଣ। ଏ ଆତ୍ମା ସମସ୍ତ ଦେହରେ ବିରାଜମାନ କଲେ ମଧ୍ୟ ଦେହ କ୍ଷୀଣରେ ଆତ୍ମା କ୍ଷୟ ହୁଏ ନାହିଁ ଓ ଆତ୍ମା କାହିଁରେ ଲିପ୍ତ ହୁଏ ନାହିଁ। ଯେପରି ଅନନ୍ତ ଆକାଶ ସବୁଠାରେ ସ୍ପଷ୍ଟ ଭାବେ ପୂରିଛି, କେଉଁଥିରେ ଲିପ୍ତ ନାହିଁ, ସେହିପରି ପ୍ରତି ଦେହରେ ଆତ୍ମା ନିର୍ଲିପ୍ତ ଭାବରେ ରହେ। ଯଥା ପ୍ରକାଶୟତ୍ୟେକଃ କୃଷ୍ଣଂ ଲୋକମିମଂ ରବିଃ। କ୍ଷେତ୍ରଂ କ୍ଷେତ୍ରୀ ତଥା କୃଷ୍ଣଂ ପ୍ରକାଶୟତି ଭାରତ। ହେ ଭରତ ବଂଶ ଅର୍ଜୁନ କହୁଛି ମନ ଦେଇ ଶୁଣ। ଯାର କା ସଙ୍ଗେ ସଙ୍ଗ ନାହିଁ କାହିଁରେ ସେ ଲିପ୍ତ ନ ହୋଇ। ସେହି ପ୍ରକାରେ ପ୍ରତି ଦେହେ ନିର୍ଲିପ୍ତ ଭାବେ ଆତ୍ମା ରହେ। ଆହେ ଭରତ ଶୁଣ ତୁହି ସୂର୍ଯ୍ୟ ବିଶ୍ୱରେ ଉଦୟ ହୋଇ ସମସ୍ତ ଜଗତ ବ୍ୟାପନ୍ତି କାହିଁରେ ସେ ଲିପ୍ତ ନୁହନ୍ତି। କାହାର ପାପ ପୁଣ୍ୟ ପାଇ ସୂର୍ଯ୍ୟ ଯେ ଭାଗି ନ ହୁଅଇ। ଯେପରି କ୍ଷେତ୍ର ଆତ୍ମା ଯେହି କ୍ଷେତ୍ରଙ୍କୁ ପ୍ରକାଶନ୍ତି ସେହି କ୍ଷେତ୍ରରେ ଭଲ ମନ୍ଦ ପାଇ କ୍ଷତ୍ରୀ ଯେ ଦାୟୀ ନ ହୁଅଇ। ହେ ଭରତ ବଂଶ ଅର୍ଜୁନ, ସୂର୍ଯ୍ୟ ଉଦୟ ହୋଇ ସଂସାରରେ ସର୍ବତ୍ର ବ୍ୟାପ୍ତ ହୁଏ, ମାତ୍ର ସୂର୍ଯ୍ୟ କାହିଁରେ ଲିପ୍ତ ହୁଏ ନାହିଁ। ସେହିପରି କ୍ଷେତ୍ରଜ୍ଞ ବା କ୍ଷତ୍ରୀ ଯେ ସେ କ୍ଷେତ୍ରରେ ଥାଇ ସୁଦ୍ଧା କୌଣସି କ୍ଷେତ୍ରରେ ଲିପ୍ତ ହୁଏ ନାହିଁ। କ୍ଷେତ୍ର କ୍ଷେତ୍ରଜ୍ଞୟରେବ ମନ୍ତରଂ ଜ୍ଞାନ ଚକ୍ଷୁଷା ଭୂତ ପ୍ରକୃତି ମୋକ୍ଷଂ ଚ ଯେ ବିଦୁର୍ଯାନ୍ତି ତେ ପରଂ। କ୍ଷେତ୍ର କ୍ଷେତ୍ରଜ୍ଞ ଭାବମାନ ଯେ ଜ୍ଞାନ ଚକ୍ଷୁରେ ଦର୍ଶନ କରିନ ପ୍ରଭେଦ ପ୍ରକାର ବିଚାର କରଇ ମନର। ଭୂତକୁ ଜଡ଼ ବୋଲି କହି ଜଡ଼ ପ୍ରକୃତି ଠାରୁ ଯେହି ମୁକ୍ତି ଲଭିବା ନିମିତ୍ତରେ ବିଧାନ ଜାଣନ୍ତି ଯେ ନରେ ପରମ ପଦ ସେ ଲଭନ୍ତି ଏ ଭାବେ ବାସୁଦେବ ମତି। କ୍ଷେତ୍ର ଓ କ୍ଷେତ୍ରଜ୍ଞର ଭାବ ଯେ ଜ୍ଞାନ ଚକ୍ଷୁରେ ଦେଖି ପ୍ରଭେଦାଦି ବିଚାର କରେ ସେ ଭୂତ ଜଡ଼ ପଦାର୍ଥ। ଏହି ଜଡ଼ ପ୍ରକୃତିଠାରୁ ଏ ଭାବ ଜାଣି ପ୍ରକୃତିଠାରୁ ଦୂରରେ ରହିଲେ ପରମ ପଦ ଲାଭ କରେ। ଇତି ଶ୍ରୀ ମହାଭାରତେ ଶତସାହସ୍ର୍ୟାଂ ସଂହିତାୟାଂ 82 ଭୀଷ୍ମ ପର୍ବଣି ଶ୍ରୀମଦ୍ ଭଗବଦ୍ ଗୀତାସୁପନିଷତ୍ସୁ ବ୍ରହ୍ମ ବିଦ୍ୟାୟାଂ ଯୋଗଶାସ୍ତ୍ରେ ଶ୍ରୀକୃଷ୍ଣାର୍ଜୁନ ସମ୍ବାଦେ ପ୍ରକୃତି ପୁରୁଷ ବିବେକ ଯୋଗ ନାମ ତ୍ରୟୋଦଶ ଅଧ୍ୟାୟ। ହରି ଶରଣଂ 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 ହରି ଶରଣଂ। ଗୁରୁ ଶରଣଂ 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 ଗୁରୁ ଶରଣଂ। ବାବା ଶରଣଂ
बाबा शरणं 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 हरि 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 शरणं।